କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା ନାଗରିକ ସମ୍ବେଦନଶୀଳତାର ଗୁରୁତ୍ୱପୂର୍ଣ୍ଣ, ଯାହାକୁ ଆମେ କୁହନ୍ତି ସିଭିକ୍ ସେନ୍ସ। ନାଗରିକ ସମ୍ବେଦନଶୀଳତାର ଅର୍ଥ ହେଉଛି ସମାଜ ଏବଂ ସାର୍ବଜନୀନ ସମ୍ପତ୍ତି ପ୍ରତି ନାଗରିକମାନଙ୍କ ଦାୟିତ୍ୱ ଏବଂ ଆଚରଣ। ଏଥିରେ ଆଇନ, ସାର୍ବଜନୀନ ସ୍ଥାନ ଏବଂ ଅନ୍ୟମାନଙ୍କ ଅଧିକାର ପ୍ରତି ସମ୍ମାନ ଅନ୍ତର୍ଭୁକ୍ତ। ସମାଜର ସୁଗମ କାର୍ଯ୍ୟ ଏବଂ ଲୋକଙ୍କ ମଧ୍ୟରେ ଶାନ୍ତି ଏବଂ ସଦ୍ଭାବ ବଜାୟ ରଖିବା ପାଇଁ ନାଗରିକ ସମ୍ବେଦନଶୀଳତା ଅତ୍ୟାବଶ୍ୟକ। ଭଲ ନାଗରିକ ସମ୍ବେଦନଶୀଳତା ଥିବା ସମାଜ ସ୍ୱଚ୍ଛ, ଶୃଙ୍ଖଳିତ ଏବଂ ସୁରକ୍ଷିତ। ଯେତେବେଳେ ଲୋକମାନେ ଟ୍ରାଫିକ୍ ନିୟମ ପାଳନ କରନ୍ତି, ସାର୍ବଜନୀନ ସ୍ଥାନରେ ଅଳିଆ ଆବର୍ଜନା କରନ୍ତି ନାହିଁ ଏବଂ ଧାଡ଼ିକୁ ସମ୍ମାନ କରନ୍ତି, ଦୈନନ୍ଦିନ ଜୀବନ ସହଜ ଏବଂ ଅଧିକ ସଂଗଠିତ ହୋଇଯାଏ। ଡଷ୍ଟବିନ୍ରେ ଅଳିଆ ଫିଙ୍ଗିବା, ପାଣି ସଂରକ୍ଷଣ କରିବା ଏବଂ ସାର୍ବଜନୀନ ସ୍ଥାନକୁ ସଫା ରଖିବା ଭଳି ସରଳ ଅଭ୍ୟାସ ଗୁଡ଼ିକ ଭଲ ନାଗରିକ ସମ୍ବେଦନଶୀଳତାକୁ ପ୍ରତିଫଳିତ କରେ। ନାଗରିକ ସମ୍ବେଦନଶୀଳତା ମଧ୍ୟ ଅନ୍ୟମାନଙ୍କ ପ୍ରତି ସମ୍ମାନ ଶିଖାଏ। ଏହା ଲୋକଙ୍କୁ ଭଦ୍ର, ସହାୟକ ଏବଂ ସହନଶୀଳ ହେବାକୁ ଉତ୍ସାହିତ କରେ। ବୟସ୍କ, ମହିଳା ଏବଂ ବିଭିନ୍ନ ସଂସ୍କୃତିର ଲୋକଙ୍କୁ ସମ୍ମାନ କରିବା ଏକତା ଏବଂ ସାମାଜିକ ସଦ୍ଭାବକୁ ପ୍ରୋତ୍ସାହିତ କରେ। ଆଇନ ଅନୁସରଣ କରିବା ଏବଂ କର୍ତ୍ତୃପକ୍ଷଙ୍କ ସହିତ ସହଯୋଗ କରିବା ସମାଜରେ ଶୃଙ୍ଖଳା ବଜାୟ ରଖିବାରେ ସାହାଯ୍ୟ କରେ। ସାର୍ବଜନୀନ ସମ୍ପତ୍ତି ଯେପରିକି ରାସ୍ତା, ପାର୍କ, ବସ୍ ଏବଂ ସ୍କୁଲ ସମସ୍ତଙ୍କର, ସେମାନଙ୍କୁ କ୍ଷତି ପହଞ୍ଚାଇବା ନାଗରିକ ଦାୟିତ୍ୱର ଅଭାବକୁ ଦର୍ଶାଏ। ସାର୍ବଜନୀନ ସମ୍ପତ୍ତିକୁ ସୁରକ୍ଷା ଦେବା ସରକାରୀ ସମ୍ବଳ ସଂରକ୍ଷଣ କରେ ଏବଂ ଜାତୀୟ ବିକାଶରେ ସାହାଯ୍ୟ କରେ। ଜଣେ ନାଗରିକ ସମ୍ବେଦନଶୀଳ ନାଗରିକ ବୁଝନ୍ତି ଯେ ସାର୍ବଜନୀନ ସମ୍ପତ୍ତି ଯତ୍ନ ନେବା ଏକ କର୍ତ୍ତବ୍ୟ। ଘରେ ଏବଂ ସ୍କୁଲରେ ପିଲାଟି ବୟସରୁ ନାଗରିକ ଜ୍ଞାନ ଶିକ୍ଷା ଦିଆଯିବା ଉଚିତ। ଦାୟିତ୍ୱବାନ ନାଗରିକ ଗଠନ କରିବାରେ ପିତାମାତା ଏବଂ ଶିକ୍ଷକମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ସଚେତନତା କାର୍ଯ୍ୟକ୍ରମ ଏବଂ ସାମୁଦାୟିକ ଅଂଶଗ୍ରହଣ ମଧ୍ୟ ନାଗରିକ ମୂଲ୍ୟବୋଧର ପ୍ରସାରରେ ସାହାଯ୍ୟ କରିଥାଏ। ନାଗରିକ ଜ୍ଞାନ ହେଉଛି ଏକ ସୁବିକଶିତ ଏବଂ ଶାନ୍ତିପୂର୍ଣ୍ଣ ସମାଜର ମୂଳଦୁଆ। ଏକ ରାଷ୍ଟ୍ର ସେତେବେଳେ ପ୍ରଗତି କରିପାରିବ ଯେତେବେଳେ ଏହାର ନାଗରିକମାନେ ଦାୟିତ୍ୱବାନ, ଶୃଙ୍ଖଳିତ ଏବଂ ସେମାନଙ୍କର କର୍ତ୍ତବ୍ୟ ପ୍ରତି ସଚେତନ ହେବେ। ତେଣୁ ଏକ ଉତ୍ତମ ଭବିଷ୍ୟତ ପାଇଁ ଲୋକଙ୍କ ମଧ୍ୟରେ ନାଗରିକ ଜ୍ଞାନ ବିକାଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟ ଲେଖିଦେବା, ଆନ୍ସର କରିବା। ଭିଡ଼ିଓ କଣ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବ କେଉଁ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ।